ଅଧା ହାତେ ତୁ ଦଉ ସବୁ ପୁରା ହାତ ଖାଇବି ମୁଁ ମାଗେ ତୋ ଆଗେ ତୁ ହି ଦର୍ଶକ ସାଜୁଛୁ ତୁ ବି ନିର୍ଦ୍ଦେଶକ ତୋ ଇଚ୍ଛାରେ ଚାଲେ ମୋ ଜୀବନ। ଧର୍ମ ରକ୍ଷତି ରକ୍ଷିତ ରକ୍ଷିତ ଧର୍ମକୁ ଯିଏ ରକ୍ଷା କରେ ଧର୍ମ ତାକୁ ସଦା ସର୍ବଦା ରଖେ। ଆପଣ ମାନେ ଦେଖୁଛନ୍ତି ରାଧା ମାଧବ ଦାସ ଗୋଟିଏ ବ୍ୟକ୍ତି ନାହିଁ ଗୋଟେ ଚିନ୍ତନ। ଯୋଉମାନେ ରାଧା ମାଧବ ମହାପ୍ରଭୁ ଜଗନ୍ନାଥଙ୍କ ଦାସ ସେ ହଉଛନ୍ତି ରାଧା ମାଧବ ଦାସ। ଆଉ 1647 ମସିହାରୁ ଜଳି ଆସିଥିବା ସେଇ ଦିବ୍ୟ ଧ୍ୱନି ନାଗା ସାଧୁ ଲକ୍ଷ୍ମୀଭଦ୍ର ପୁରୀ ମହାରାଜ ଯେତେବେଳେ ଏଠି ଧ୍ୱନି ଲଗେଇକି ମହାପ୍ରଭୁ ଜଗନ୍ନାଥଙ୍କ ଆଦେଶ ଅନୁଯାୟୀ ସେଇଠି ବସିଥିଲେ ଏବଂ କେତେ ଭଙ୍ଗା ଗଢା ମଧ୍ୟରେ ଏ ସୃଷ୍ଟି ହଉଛି ପରିବର୍ତ୍ତନ ପ୍ରତିଦିନ ପରିବର୍ତ୍ତନ। କିନ୍ତୁ ଆଜି ରାଧା ମାଧବ ଦାସ ଗୋବର୍ଦ୍ଧନ ପୀଠରେ ସଂସ୍କୃତି ପରମ୍ପରା ରକ୍ଷା କରିବା ପାଇଁ ଆଗେଇ ଆସିଛନ୍ତି। ସମସ୍ତ ରାଧା ମାଧବ ଦାସ ଗୋସେବକ ଏବଂ ମହାପ୍ରଭୁ ଜଗନ୍ନାଥଙ୍କର ଭକ୍ତ ମାନଙ୍କୁ ବହୁତ ବହୁତ ଧନ୍ୟବାଦ ସାଧୁବାଦ। ଏବଂ ଏଇ 1647 ମସିହାର ପରମ୍ପରାକୁ କିପରି ଆଗେଇ ନେବା ସମସ୍ତେ ଭାଗୀ ହୁଅନ୍ତୁ ସମସ୍ତେ ସହଯୋଗ କରନ୍ତୁ।